ଜୀବନରେ କିଛି ଅମୂଲ୍ୟ କଥା ଏପରି ଥାଏ ଯାହା ଆମକୁ ଆମ ବିପରୀତ ପରିସ୍ଥିତିରେ ହତାଶାର ଅନ୍ଧାରରେ ରାସ୍ତା ଦେଖାଇ ଆଗକୁ ବଢ଼ାଇ ନେଇଥାଏ, ମନକୁ ଶାନ୍ତି ଦେଇଥାଏ, ଜୀବନକୁ ଠିକ୍ ରାସ୍ତାରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଥାଏ। ସେଇଥିପାଇଁ ଏ ଅମୃତବାଣୀର ମୂଲ୍ୟ ବହୁତ ଅଧିକା। ଖାଲି ଶୁଣିଲେ ହେବ ନାହିଁ, ଏହାକୁ ଶୁଣନ୍ତୁ, ବୁଝନ୍ତୁ ଏବଂ ବଦଳନ୍ତୁ। ତେବେ ଯାଇ ଆପଣ ନିଶ୍ଚିତ ଭାବରେ ଏହାର ସୁଫଳ ପାଇବେ। ସେଥିପାଇଁ ଆପଣମାନଙ୍କୁ ବିନମ୍ର ନିବେଦନ ଯେ ଏହାକୁ ବାରମ୍ବାର ଆପଣମାନେ ଶୁଣନ୍ତୁ ଏବଂ କାମରେ ଲଗାନ୍ତୁ। ଚାଲନ୍ତୁ ଡେରି ନକରି ଆରମ୍ଭ କରିବା ଏହି ଅମୃତବାଣୀର ସେହି ଅମୃତ ସମ କଥାଗୁଡ଼ିକୁ। କର୍ମ କରନ୍ତୁ, ଫଳର ଆଶା ରଖନ୍ତୁ ନାହିଁ। ଭଗବାନ ଶ୍ରୀକୃଷ୍ଣ ସେଇଥିପାଇଁ କହିଛନ୍ତି, କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମ ଫଳ ହେତୁର୍ଭୂମା ତେସଙ୍ଗୋ ଅସ୍ତୁ କର୍ମଣି। ଶ୍ରୀକୃଷ୍ଣ କହନ୍ତି, ଆମର ଅଧିକାର କେବଳ ଆମର କର୍ମରେ ଅଛି, ମାତ୍ର ଫଳରେ ଆମେ ଅଧିକାରୀ ନୁହନ୍ତି। ତେଣୁ ଫଳ ଆଶା ନ ରଖି କର୍ମ କରିଚାଲ। କର୍ମ ଯଦି ଆପଣ ନିଷ୍ଠାପୂର୍ବକ କଲେ, ଅନ୍ତରର ସହିତ କଲେ, ତେବେ ଫଳ ନିଶ୍ଚିତ ଭାବରେ ଭଲ ହେବ। କର୍ମର ସ୍ତରକୁ ବଢ଼ାନ୍ତୁ, କର୍ମ ପ୍ରତି ସମର୍ପିତ ହୁଅନ୍ତୁ, ଆଉ ଦେଖିବେ ନିଶ୍ଚିତ ଭାବରେ ଫଳ ଭଲ ହେବ, ଏଥିରେ ସନ୍ଦେହ ନାହିଁ। ସବୁ ସମୟରେ ସବୁ ପରିସ୍ଥିତିରେ ଆପଣ ସମଭାବାପନ୍ନ ହେବାକୁ ଚେଷ୍ଟା କରନ୍ତୁ। ସୁଖ ଦୁଃଖ, ଜିତ୍ ହାର ସବୁକୁ ସମାନ ଭାବରେ ଗ୍ରହଣ କରିବା ଶିଖନ୍ତୁ। ଯଦି ଏମିତି କଲେ ତେବେ ଜୀବନର ଅନେକ ସମସ୍ୟାକୁ ଆପଣ ମାତ ଦେଇପାରିବେ। ଜୀବନର ଜୁଆର ଓ ଭଟାରୁ ବଞ୍ଚିବାକୁ ଆପଣଙ୍କୁ ଆପଣଙ୍କ ମାନସିକ ସ୍ଥିରତାକୁ ବଜାୟ ରଖିବାକୁ ପଡ଼ିବ। ଜୀବନ ଅଛି ତ ଜୁଆର ଆସିବ, ଭଟା ବି ଆସିବ। ସବୁଠାରୁ ବଡ଼ କଥା ହେଉଛି ଯେମିତିଆ ଜୁଆର ଆସୁ ବା ଭଟା ଆସୁ, ଆପଣ ନିଜର ମାନସିକ ସ୍ଥିରତାକୁ ଠିକ୍ ରଖିବାକୁ ବା ସ୍ଥିର ରଖିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଭଲରେ ରହିବେ। ମନକୁ ଉଚ୍ଚକୁ ଉଠାଇବା ଦରକାର। ମନ ଯଦି ଦବିଗଲା, ମନ ଯଦି ହାରିଗଲା, ମନ ଯଦି ମାରିଦେଲେ ଆପଣ, ତାହେଲେ ଜୀବନରେ କିଛି ବି କରିପାରିବେ ନାହିଁ। ମନ ମରିଗଲେ ଉତ୍ସାହ ମରେ, ଆଗ୍ରହ ଶେଷ ହୋଇଯାଏ, କାମ କରିବାକୁ ଇଚ୍ଛା ହୁଏ ନାହିଁ। ତେଣୁ ମନକୁ ସଦା ଦୃଢ଼ କରି ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ। ଭୟ ଓ ଶୋକକୁ ତ୍ୟାଗ କରନ୍ତୁ। ମନରେ ଯଦି ଆପଣ ଭୟ ରଖିଲେ, ତେବେ ସେ ଭୟ ଆପଣଙ୍କୁ ଆଗକୁ ବଢ଼ିବାକୁ ଦେବ ନାହିଁ, ବରଂ ଆପଣଙ୍କୁ କର୍ମକ୍ଷେତ୍ରରୁ ପଳାୟନ କରିବାକୁ ପ୍ରୋତ୍ସାହିତ କରିବ। କର୍ମକୁ ଆପଣଙ୍କର ୱାଇଣ୍ଡ ଅପ୍ କରିବାକୁ ବାରମ୍ବାର ଏ ଭୟ ହିଁ କହିବ। ମାତ୍ର ଭୟକୁ ଆପଣଙ୍କୁ ପରାଜିତ କରି ନିଜ କର୍ମ କରିବାକୁ ପଡ଼ିବ, ଆଗକୁ ବଢ଼ିବାକୁ ପଡ଼ିବ। ତେଣୁ ଭୟକୁ ତ୍ୟାଗ କରନ୍ତୁ। ଶୋକ କେବେ ବି କରନ୍ତୁ ନାହିଁ। ଏ ଦୁନିଆରେ କିଛି ବି ପରମାନେଣ୍ଟ ନୁହଁ, ଯାହା ଆସିଛି ତାହା ଯିବ। ତେଣୁ ଏ ଶୋକ କାହିଁକି? ଶୋକ କେବେ ବି କରନ୍ତୁ ନାହିଁ। ଯାହା ଯେତେବେଳେ ହେଉଛି ତାକୁ ଆକ୍ସେପ୍ଟ କରନ୍ତୁ, ତାକୁ ଗ୍ରହଣ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ଶୋକ କଲେ ଫେରିଯାଇଥିବା ଦ୍ରବ୍ୟ ଫେରିବାର ନାହିଁ। ତେଣୁ ଶୋକ କରି ଲାଭ କ'ଣ? ତେଣୁ ଶୋକ ଛାଡ଼ନ୍ତୁ, ଆଗକୁ ବଢ଼ନ୍ତୁ। ସ୍ୱଧର୍ମକୁ ସବୁବେଳେ ପାଳନ କରନ୍ତୁ। ନିଜ ଧର୍ମ ଭଲ ହେଉ କି ଖରାପ ହେଉ,
ନିଜ ଧର୍ମରେ ଯେତେ ଦୋଷ ଥିଲେ ମଧ୍ୟ ଆପଣ କିନ୍ତୁ ପରନ୍ତୁକୁ ଛାଡ଼ି ନିଜ ଧର୍ମକୁ ବା ସ୍ୱଧର୍ମକୁ ପାଳନ କରନ୍ତୁ। ପର ଧର୍ମରେ ବା ଅନ୍ୟ ଧର୍ମରେ ଯେତେ ଗୁଣ ଦେଖିଲେ ମଧ୍ୟ ସିଆଡ଼କୁ ଆକର୍ଷିତ ହୋଇ ପରଧର୍ମର କାର୍ଯ୍ୟ କରନ୍ତୁ ନାହିଁ। କାରଣ ପରଧର୍ମ ସବୁବେଳେ ଭୟାବହ ହୋଇଥାଏ। ସ୍ୱଧର୍ମେ ନିଧନମ୍ ଶ୍ରେୟ ପରଧର୍ମମ୍ ଭୟାବହ। ତେଣୁ ପରଧର୍ମ ପ୍ରତି ଆଦୌ ଆକର୍ଷିତ ହୋଇ ନିଜ ଧର୍ମକୁ ବା ସ୍ୱଧର୍ମକୁ କେବେ ଛାଡ଼ନ୍ତୁ ନାହିଁ। ଆମେ ସାଧାରଣ ଭାବରେ ବୁଝିଲେ ଏକଥା ବୁଝିପାରିବା ଯେ କିଏ କ'ଣ କରୁଛି, କାହିଁକି କରୁଛି, କେମିତି କରୁଛି, ସେଥିରେ ମୁଣ୍ଡ ପୂରାଇ ଆପଣଙ୍କୁ କିଛି ଲାଭ ନାହିଁ। ବରଂ ନିଜେ ନିଜ କର୍ମକୁ ନିଜ ସାମର୍ଥ୍ୟ ଅନୁସାରେ କରନ୍ତୁ, ଦେଖିବେ ଜୀବନ ବଦଳିଯିବ। ଅହଙ୍କାର ଓ ମୋହକୁ ତ୍ୟାଗ କରନ୍ତୁ। ଏସବୁ ତ୍ୟାଗ କଲେ ତୁମେ ଆତ୍ମଜ୍ଞାନୀ ବନିଯିବ। କର୍ମଧାରା ତୁମର ଠିକ୍ ରହିବ। ଆତ୍ମାଭିମାନୀ ଅହଙ୍କାରୀ ହେଲେ ଆପଣ କେବେ ବି ସଫଳ ହୋଇପାରିବେ ନାହିଁ। ସଫଳତା ଶିଖରରେ ଥାଇ ମଧ୍ୟ କେତେବେଳେ ତଳୁ ଖସିଯିବେ ଆପଣ ନିଜେ ଜାଣିପାରିବେ ନାହିଁ। ତେଣୁ ଅହଙ୍କାରକୁ ଛାଡ଼ନ୍ତୁ, ଏ ଆତ୍ମାଭିମାନକୁ ଛାଡ଼ନ୍ତୁ, କର୍ମ କରିଚାଲନ୍ତୁ। ଜୀବନରେ କେବେ ଠିକ୍ ଲୋକ ଖୋଜି ବୁଲିବା ଅପେକ୍ଷା ନିଜକୁ ଠିକ୍ କରିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ଖୋଜି ବୁଲିବେ ଯେ ମୁଁ ଗୋଟେ ଠିକ୍ ଲୋକ ପାଇବାକୁ ଚାହୁଁଛି, ତେବେ ହୁଏତ ଆପଣ ଜୀବନଯାତ୍ରା ସରିଯିବ ସିନା, ଠିକ୍ ଲୋକ ହାବୁଡ଼ରେ ପଡ଼ିପାରିବେ ନାହିଁ। କିନ୍ତୁ ଯଦି ଆପଣ ଠିକ୍ ହୋଇଯିବେ, ତେବେ କୌଣସି ନା କୌଣସି ଲୋକର ଯେଉଁ ଖୋଜା ଚାଲିଛି, ଯେଉଁ ଲୋକ ଖୋଜୁଛି ଯେ ଗୋଟେ ଠିକ୍ ଲୋକକୁ ପାଇବାକୁ, ହୁଏତ ସେ ଆପଣଙ୍କୁ ପାଇ ଧନ୍ୟ ହୋଇଯିବ। ଅନ୍ୟ ଉପରେ ଭରସା ରଖିବ ତ ହାରିବା ନିଶ୍ଚିତ, ଏବଂ ନିଜ ଉପରେ ଭରସା ରଖିଲେ ଜିତିବା ପକ୍କା। ତେଣୁ ଅନ୍ୟ ଉପରେ ଭରସା ନ ରଖି ନିଜ ଉପରେ ଭରସା ରଖନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ଯେତେବେଳେ ମଣିଷ ଭୁଲ କାମ ହେଉ କି ଠିକ୍ କାମ ହେଉ ଏକୁଟିଆ ବା ଏକାନ୍ତରେ କରେ, ସେ ମନେ ମନେ ଭାବେ ଯେ ତାକୁ କେହି ଦେଖୁନାହାନ୍ତି ବୋଲି। ମାତ୍ର ସେତେବେଳେ ସେ ଭୁଲି ଯାଇଥାଏ ଯେ ସେ ଏକୁଟିଆ ଅବସ୍ଥାରେ ଯେଉଁଠାରେ ଥାଉ ନା କାହିଁକି ଭଗବାନଙ୍କ ନଜରରେ ଅଛି। ଭଗବାନ ସବୁବେଳେ ସବୁ ଜାଗାରେ ଆମ ପାଖରେ ଥାଆନ୍ତି। ଆମେ ତାଙ୍କ ଦୃଷ୍ଟିରେ ସବୁବେଳେ ରହିଥାନ୍ତି। ତେଣୁ ଖରାପ କାମ କରୁଥିଲେ ସାବଧାନ ରୁହନ୍ତୁ। କେହି ନ ଦେଖିଲେ ବି ଦୁଇଟି ଲୋକ ଦେଖୁଛନ୍ତି। ଜଣେ ହେଉଛନ୍ତି ଆପଣଙ୍କର ଅନ୍ତରାତ୍ମା, ଆଉ ଜଣେ ହେଉଛନ୍ତି ପରମାତ୍ମା। ତେଣୁ କର୍ମଧାରା ଠିକ୍ ରଖନ୍ତୁ। ସବୁବେଳେ ମନେ ରଖିଥାନ୍ତୁ ଗୋଟିଏ କଥା କି ମଣିଷର କିଛି ଇଜ୍ଜତ ନଥାଏ, ଇଜ୍ଜତ ଥାଏ ଆବଶ୍ୟକତାର। ସେ ଲୋକ ଆପଣଙ୍କୁ ଇଜ୍ଜତ ଦିଏ ଯାହା ପାଇଁ ଆପଣ ଆବଶ୍ୟକ ହୋଇଥାନ୍ତି, ଯାହାର କାମରେ ଆପଣ ଆସିଥାନ୍ତି। ଯେଉଁଦିନ ସେ ଲୋକର କାମ ଆପଣଙ୍କ ଠାରୁ ସରିଗଲା, ତ ଆପଣଙ୍କର ଇଜ୍ଜତ ବି ସରିଗଲା। ଯଦି ଆପଣ ଜଣେ ଅଭିଯୋଗକାରୀ ବ୍ୟକ୍ତି ବନିଗଲେ, ତ ସାରା ଜୀବନ ଦୁଃଖରେ ରହିବେ। ମାତ୍ର ଯଦି ନିଜକୁ ଜଣେ ସନ୍ତୁଷ୍ଟ ଏବଂ ଧନ୍ୟବାଦ ଦେବା ବାଲା ବ୍ୟକ୍ତି ବନାଇ ପାରିଲେ, ତ ଜୀବନ ସୁଖ ଓ ଶାନ୍ତିରେ ଭରି ଉଠିବ। ତେଣୁ ଅଭିଯୋଗକାରୀ ନ ବନି ସବୁ ପରିସ୍ଥିତିକୁ ଗ୍ରହଣ କରି ସନ୍ତୁଷ୍ଟ ରହି ଭଗବାନଙ୍କୁ, ନିଜର ପରିବେଶକୁ, ସମସ୍ତଙ୍କୁ ଧନ୍ୟବାଦ ଦେବା ଆରମ୍ଭ କରନ୍ତୁ। ନିଶ୍ଚିତ ଭାବରେ ଦେଖିବେ ଜୀବନରେ ମଜା ଆସିଯିବ। ଦୁନିଆରେ ଏ ପର୍ଯ୍ୟନ୍ତ ଜଣେ ଲୋକ କେହି ଜନ୍ମ ହୋଇନାହାନ୍ତି ଯେ କି ଯାହାଙ୍କ ଜୀବନରେ କେବେ ଦୁଃଖ ଆସିନାହିଁ। ସେ ଧନୀ ହୁଅନ୍ତୁ, ଗରିବ ହୁଅନ୍ତୁ, କୋଟିପତି ହୁଅନ୍ତୁ କିମ୍ବା ରୋଡ଼ପତି ହୁଅନ୍ତୁ, ସମସ୍ତଙ୍କ ଜୀବନରେ ଦୁଃଖ ହିଁ ଆସେ। ଦୁଃଖର ପ୍ରକାର ଭିନ୍ନ ଭିନ୍ନ ହୋଇଥାଇପାରେ, ମାତ୍ର ଦୁଃଖ ଆସିବା ଥୟ। ଏମିତିକି ଭଗବାନଙ୍କ ଜୀବନରେ ମଧ୍ୟ ଦୁଃଖ ଆସିଛି। ଏ ଧରାଧାମକୁ ଯିଏ ବି ଅବତରିତ ହୋଇଛି,
ଜନ୍ମ ନେଇଛି ନିଶ୍ଚିତ ଭାବରେ ସେ ଦୁଃଖ ପାଇବ। ତାର କାରଣ ହେଉଛି ଏ ଧରାଧାମର ଅନ୍ୟ ଏକ ନାମ ହେଉଛି ଦୁଃଖାଳୟ। ଔଷଧାଳୟରେ ଔଷଧ ମିଳେ, ବିଦ୍ୟାଳୟରେ ବିଦ୍ୟା ମିଳେ। ତେବେ ଏ ଆମେ ଯେଉଁ ଜନ୍ମଗ୍ରହଣ କରିଛେ ଯେଉଁଠି, ୟା ନାଁ ହେଉଛି ଦୁଃଖାଳୟ। ଏଠି ଆମେ କ'ଣ ପାଆନ୍ତେ? ଦୁଃଖ ନିଶ୍ଚିତ ପାଇବା। ତେଣୁ ଦୁଃଖ ପାଇଁ ଦୁଃଖ ଯଦି ଜୀବନରେ ଆସୁଛି ତେବେ ଦୁଃଖିତ ହୁଅନ୍ତୁ ନାହିଁ, କାରଣ ଦୁଃଖାଳୟରେ ଜନ୍ମ ହୋଇଛନ୍ତି ତ ଦୁଃଖ ପାଇବା ସ୍ୱାଭାବିକ। ତେଣୁ ଦୁଃଖରେ ଜମା ଭାଙ୍ଗି ନ ପଡ଼ି ଆଗକୁ ବଢ଼ନ୍ତୁ। ଦୁଃଖ ସହି ଆଗକୁ ବଢ଼ିଲେ ଆପଣ ନିଶ୍ଚିତ ଭାବରେ ଦୁଃଖର ଦରିଆକୁ ପାର କରିଯିବେ। କେବେ ବି ଦୁଃଖକୁ ନେଇ ଦୁଃଖୀ ହୁଅନ୍ତୁ ନାହିଁ। ତୁମେ କମଜୋର ହେବ ଯଦି ତୁମେ ଦୁଃଖୀ ହେବ। ଅସୁବିଧା କେଉଁଠି? ତୁମେ ଦୁଃଖୀ ହେଲ ଦୁଃଖରେ, ତାହେଲେ ତୁମେ କମଜୋର ହେବ, ତୁମ ମନ କମଜୋର ହେବ, ତୁମେ ଆଗକୁ ବଢ଼ିବାର ସାମର୍ଥ୍ୟ ହରାଇବ। ହର ହାଲରେ ଆପଣଙ୍କୁ ଆଗକୁ ବଢ଼ିବାର ଅଛି। ତେଣୁ ଦୁଃଖୀ ହୋଇ ଶକ୍ତିହୀନ ଅବସ୍ଥାରେ ଆପଣ ଜୀବନ ରାସ୍ତାକୁ କେମିତି ପାରିହେବେ ବୋଲି ଭାବୁଛନ୍ତି? ତେଣୁ ଦୁଃଖ ଆସୁ ବା ସୁଖ ଆସୁ, ମୁହଁର ହସକୁ କେବେ ମରିବାକୁ ଦିଅନ୍ତୁ ନାହିଁ। ସକାରାତ୍ମକ ବିଚାର ରଖି ଧୀରେ ଧୀରେ ଆଗକୁ ବଢ଼ନ୍ତୁ। ଦୁଃଖ ବିଶେଷ କିଛି ନୁହଁ, ଗୋଟିଏ ପୋଲ ପରି। ଆଗକୁ ବଢ଼ିଲେ ଏ ଦୁଃଖର ପୋଲ ଆପଣ ପାରି ହୋଇଯିବେ। ଦୁଃଖର ଯେଉଁ ବ୍ରିଜ୍ ତାକୁ ଆପଣ ପାରି ହୋଇଯିବେ ଏବଂ ସୁଖର ଦୁନିଆରେ ପ୍ରବେଶ କରିବେ। ବାସ୍ ଖାଲି ଦରକାର ଅଛି ଏ ଦୁଃଖର ପୋଲକୁ କଷ୍ଟେ ମଷ୍ଟେ ପାରି କରିବାର। ତେଣୁ ଧୈର୍ଯ୍ୟ ରଖନ୍ତୁ। ଏ ଦୁଃଖର ପୋଲକୁ ବା ଦୁଃଖର ସମୟକୁ ଅତିକ୍ରମ କରିବାକୁ ଚେଷ୍ଟା କରନ୍ତୁ। ଜୀବନରେ ଏକ ମନ୍ତ୍ର ସଦୈବ ମନେ ରଖନ୍ତୁ କି ମୁଁ ସେ ପର୍ଯ୍ୟନ୍ତ ପ୍ରୟାସ କରିବି ଯେ ପର୍ଯ୍ୟନ୍ତ ମୁଁ ଜିତି ନାହିଁ। ସଫଳତା ଯଦି ଚାହୁଁଛ ତେବେ ପ୍ରଥମେ ଆତ୍ମ ଅନୁଶୀଳନ କର। ସେଲ୍ଫ ଆନାଲିସିସ୍ କରନ୍ତୁ। ନିଜର ଦୁର୍ବଳତାକୁ ଖୋଜି ଚାଲନ୍ତୁ ଏବଂ ଯେଉଁ ଦୁର୍ବଳତା ଆପଣଙ୍କ ପାଖରେ ପାଇଲେ ସେହି ଦୁର୍ବଳତାକୁ ଦୂରାଇ ଦିଅନ୍ତୁ। ଏହା କଲେ ଆପଣ ସଫଳତା ଆଡ଼କୁ ପ୍ରଥମ ପାଦ ପକାଇଛନ୍ତି ବୋଲି ଧରି ନେବାକୁ ପଡ଼ିବ। ପରିସ୍ଥିତି ତୁମ ଜୀବନଧାରାକୁ ବଦଳାଇବା ପୂର୍ବରୁ ତୁମେ ତୁମର ନିଜର ସମସ୍ତ ସାମର୍ଥ୍ୟ ସହିତ ଉଠିପଡ଼ ଏବଂ ନିଜର ସମସ୍ତ ବଳ ଲଗାଇ ଏ ପରିସ୍ଥିତିକୁ ମଧ୍ୟ ବଦଳାଇ ଦେଇ ଆଗକୁ ମାଡ଼ି ଚାଲ। ପ୍ରତ୍ୟେକ ଚେଷ୍ଟାରେ ହୁଏତ ସଫଳତା ମିଳିନପାରେ, ମାତ୍ର ପ୍ରତିଟି ସଫଳତା ପଛରେ ନିଶ୍ଚିତ ଭାବରେ ଚେଷ୍ଟା ହିଁ ଥାଏ। ତେଣୁ ଚେଷ୍ଟା କରିବା କେବେ ବି ଛାଡ଼ନ୍ତୁ ନାହିଁ, ଚେଷ୍ଟା କରିଚାଲନ୍ତୁ। କିଏ ଜାଣେ ଆପଣଙ୍କର କେଉଁ ଚେଷ୍ଟା ଆପଣଙ୍କୁ ସଫଳତା ଆଣିଦେବ। ତୁମେ କେତେ ବଡ଼ ଭୁଲ କରିଛ ତାହା ବଡ଼ କଥା ନୁହଁ, ମାତ୍ର ବଡ଼ କଥା ହେଲା ତୁମେ ସେ ଭୁଲକୁ ସୁଧାରିଛ ନା ନାହିଁ। ଭୁଲକୁ ଜାଣିଲା ପରେ ସୁଧାରିବା ଶିଖନ୍ତୁ। ଅଳସୁଆ ଲୋକକୁ ସଫଳତା କେବେ ମିଳିପାରେ ନାହିଁ, କାରଣ ଅଳସୁଆ ଲୋକ ସବୁବେଳେ କମ୍ଫର୍ଟ ଜୋନ୍କୁ ଜାବୁଡ଼ି ଧରି ବସିଥାଏ। ଆରାମରେ ରହିବାକୁ ଚାହେଁ, ବିଛଣାରେ ଶୋଇ ପହଁରା ଶିଖିବାକୁ ପ୍ରୟାସ କରେ। ଆରେ ବାବୁ, ପହଁରିବାର ଅଛି ତ ପାଣିକି ଓହ୍ଲା। ସଫଳ ହେବାର ଅଛି ତ କମ୍ଫର୍ଟ ଜୋନ୍କୁ ଛାଡ଼ି ଜୀବନର ଯୁଦ୍ଧଭୂମିରେ ଠିଆ ହୋଇ ଦୁଃଖ କଷ୍ଟକୁ ସାମ୍ନା କର। ତେଣୁ ଆଜି ହିଁ ଏ ଅଳସୁଆମୀକୁ ବାଏ ବାଏ କରିଦିଅନ୍ତୁ। ଜୀବନରେ ଟାଲଟୁଳ ନୀତି ଛାଡ଼ନ୍ତୁ। এই ଟାଲଟୁଳ ନୀତିକୁ ଆମେ ପ୍ରୋକ୍ରାଷ୍ଟିନେସନ୍ ବୋଲି କହିଥାନ୍ତି। ଆଜିର କାମ କାଲି ଉପରେ ଛାଡ଼ିବା ହେଉଛି ସମୟର ବ୍ୟର୍ଥତା। ସମୟକୁ ତୁମେ ବୃଥା ନଷ୍ଟ କର ନାହିଁ। ତୁମେ ଯେତେବେଳେ ଚାହିଁବ କିଛି କରିବାକୁ, ତୁମେ ତ ସମୟ ନଷ୍ଟ କରି କରି ଚାଲିଛ, ସେତେବେଳକୁ ହୁଏତ ତୁମ ହାତରେ ସମୟ ନଥିବ। ଆଗ୍ରହ ଥିବ ହେଲେ ସମୟ ନଥିବ, ତେଣୁ ତୁମେ ସଫଳ ହୋଇପାରିବ ନାହିଁ। ତେଣୁ ଟାଲଟୁଳ ନୀତିକୁ ଆଜି ହିଁ ଛାଡ଼ନ୍ତୁ। ଯାହା ଡିସାଇଡ଼୍ କଲେ ତାହାକୁ ସାଙ୍ଗେ ସାଙ୍ଗେ କରିବାକୁ ଚେଷ୍ଟା କରନ୍ତୁ। ଯଦି କୌଣସି ସଫଳତା ପାଇଁ ତୁମକୁ ବେଶୀ ଅପେକ୍ଷା କରିବାକୁ ପଡ଼ୁଛି, ବେଶୀ ସମୟ ଲାଗୁଛି, ତେବେ ଜମାରୁ ଦୁଃଖ କରନ୍ତୁ ନାହିଁ। କାରଣ ବଡ଼ ସଫଳତା ଯେତେବେଳେ ଆପଣ
ପାଇବାକୁ ଯାଉଛନ୍ତି ସମୟ ତ ଲାଗିବ। ସମୟ ପୂର୍ବରୁ କିଛି ମିଳେ ନାହିଁ। ତେଣୁ କାମକୁ ଆପଣ ସମୟ ଦିଅନ୍ତୁ, ଅପେକ୍ଷା କରନ୍ତୁ, ଦେଖିବେ ଆପଣ ଯେଉଁ ସଫଳତା ପାଇବେ ସେ ସଫଳତା ଆପଣଙ୍କୁ ବହୁତ ବଡ଼ ଖ୍ୟାତି ଦେଇକି ଯିବ। ମଣିଷ ଜୀବନରେ ସଂଗତିର ବହୁତ ବଡ଼ ପ୍ରଭାବ ଅଛି। ବ୍ୟକ୍ତି ନ ଚାହିଁଲେ ବି ଧୀରେ ଧୀରେ ସଂଗତି ଅନୁସାରେ ତା'ର ରଙ୍ଗତି ବନିଯାଏ। ଧରନ୍ତୁ 3ଟି ଗ୍ଲାସ୍ ଅଛି, ଗୋଟିଏ ଗ୍ଲାସ୍ରେ ପାଣି ଅଛି, ଅନ୍ୟଟିରେ କ୍ଷୀର, ଆଉ ଗୋଟେ ଗ୍ଲାସ୍ରେ କିଛି ମଇଳା ପାଣି ଅଛି। ଯଦି ପାଣି ଥିବା ଗ୍ଲାସ୍ର ଯେଉଁ ଗ୍ଲାସ୍ରେ ପାଣି ଅଛି ସେ ପାଣିକୁ ଆମେ କ୍ଷୀର ସହିତ ମିଶାଇ ଦେବା, ତାହେଲେ ତାହା କ୍ଷୀର ହିଁ ବୋଲାଇବ। ଏବଂ ଯଦି ଆମେ ପାଣି, କ୍ଷୀର ଆଉ ଏ ମଇଳା ପାଣି ସବୁକୁ ମିଶାଇ ଦେଲେ, ଗୋଟେ ପାତ୍ର କରିଦେଲେ, ତାହେଲେ କ'ଣ ହେବ? କ୍ଷୀର ବନିବ ସତ, ହେଲେ ମଇଳା କ୍ଷୀର କାରଣରୁ ଆକୁ ଫୋପାଡ଼ି ଦିଆଯିବ। ତେଣୁ ଯଦି ଜଣେ ଲୋକ ଗୁଣବାନ ଲୋକଙ୍କ ସହ ବସିବ ତ ସମ୍ମାନ ପାଇବ, ଯଦି ଗୁଣହୀନମାନଙ୍କ ସହିତ ବସିବ ତେବେ ନିଶ୍ଚିତ ଭାବରେ ଆଜି ନହେଲେ କାଲି ତିରସ୍କାର ପାଇବ। ତେଣୁ ସଂଗତି ଉପରେ ସବୁବେଳେ ଧ୍ୟାନ ଦିଅନ୍ତୁ, ସଂଗତିକୁ ନେଇ କର୍ମ କରନ୍ତୁ। ନିଜର ସୁଖ ଦୁଃଖ କାହାକୁ କୁହନ୍ତୁ ନାହିଁ, କାରଣ ଏ ଦୁନିଆର ଲୋକମାନେ ଆପଣଙ୍କର ସୁଖ ଜାଣିଲେ ଆପଣଙ୍କୁ ଈର୍ଷା କରିବେ, ସେମାନେ ଜଳିବା ଆରମ୍ଭ କରିବେ ଏବଂ ସେମାନଙ୍କର ମୁଣ୍ଡବ୍ୟଥାର କାରଣ ଆପଣ ବନିବେ। ଆପଣ ଦୁଃଖୀ ବୋଲି ଜାଣିଲେ ସେମାନେ ଖୁସି ହେବେ, ଆପଣ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବେ। ତେଣୁ ସୁଖ ହେଉ ବା ଦୁଃଖ ହେଉ, ନିଜର ସୁଖ ଦୁଃଖକୁ ନିଜ ପାଖରେ ହିଁ ରଖନ୍ତୁ। ସବୁ ଜିନିଷ ବହିରୁ ଶିଖିବେ ଏମିତି କିଛି ମାନେ ନାହିଁ। କିଛି କଥା, ବହୁତ କିଛି କଥା ଜୀବନରେ ଆସୁଥିବା କିଛି ମତଲବୀ ଲୋକ ଏବଂ ସ୍ୱାର୍ଥପର ଆତ୍ମୀୟ ଶିଖାଇ ଦେଇ ଯାଇଥାନ୍ତି। ସେତିକି ଚିନ୍ତା କରନ୍ତୁ ଯେତିକିରେ କାମ ଚଳିଯିବ। ଏତେ ଚିନ୍ତା କରନ୍ତୁ ନାହିଁ ଯାହାଦ୍ୱାରା କି ଆପଣଙ୍କ ଜୀବନ ଦୁର୍ବିଷହ ହୋଇଯିବ ଏବଂ ଆପଣଙ୍କୁ ଆପଣଙ୍କ ଜୀବନ ବୋଝ ବୋଲି ଅନୁଭୂତ ହେବ। ବିଶ୍ୱାସ ରଖନ୍ତୁ, ଆଜି ଯିଏ ଆପଣଙ୍କୁ ଭୁଲିଛି କାଲି ସେ ନିଶ୍ଚିତ ଖୋଜି ଖୋଜି ଆପଣଙ୍କ ପାଖକୁ ଆସିବ। ବାସ୍ ଖାଲି ତା'ର ମତଲବର ଦିନ ଆସିବାକୁ ଅପେକ୍ଷା କରନ୍ତୁ। କର୍ମ ଠିକ୍ କରିବାକୁ ଚେଷ୍ଟା କରନ୍ତୁ, କାରଣ ହିସାବ ଆପଣଙ୍କ ରୋଜଗାରର ହୁଏ ନାହିଁ, ଆପଣଙ୍କର କର୍ମର ହୋଇଥାଏ। ଜୀବନ ରାସ୍ତା ତିଆରି ହୋଇକି ନଥାଏ, ଆପଣଙ୍କୁ ନିଜ ଜୀବନର ରାସ୍ତା ନିଜକୁ ତିଆରି କରିବାକୁ ପଡ଼ିଥାଏ। ଯେମିତି ରାସ୍ତା ଆପଣ ତିଆରି କରିବେ ସେମିତିକା ଲକ୍ଷ୍ୟ ପାଖରେ ଆପଣ ପହଞ୍ଚିବେ। ତେଣୁ ଧ୍ୟାନପୂର୍ବକ ଜୀବନର ରାସ୍ତାକୁ ତିଆରି କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ସବୁବେଳେ ତୁମକୁ ପସନ୍ଦ କରୁଥିବା ଲୋକମାନଙ୍କ ସାମ୍ନାରେ ନିଜର ମୁହଁରେ ସବୁବେଳେ ଗୋଟେ ଜିନିଷ ଧ୍ୟାନ ରଖନ୍ତୁ, ଯେଉଁ ଲୋକମାନେ ଆପଣଙ୍କୁ ଆଦୌ ପସନ୍ଦ କରୁନାହାନ୍ତି ସେମାନଙ୍କ ସାମ୍ନାରେ ସବୁବେଳେ ହସି ହସି ବାଟ ଚାଲନ୍ତୁ। ଆପଣ ଯଦି ସେମାନଙ୍କ ସାମ୍ନାରେ ଏମିତି ହସି ହସି ଚାଲିଲେ ସେମାନଙ୍କର ହଜମ ହେବ ନାହିଁ, ସେମାନେ ରାତିରେ ଶାନ୍ତିରେ ଶୋଇପାରିବେ ନାହିଁ। ତେଣୁ ଯେଉଁମାନେ ଆପଣଙ୍କୁ ପସନ୍ଦ କରୁନାହାନ୍ତି ସେମାନଙ୍କ ସାମ୍ନାରେ କେବେ ଲୁହ ନ ଗଢ଼ାଇ ହସି ହସି ଚାଲିବା ଶିଖନ୍ତୁ। ବେଳେବେଳେ ଲାଗେ ମଣିଷ କିଛି ନୁହେଁ, ସବୁକିଛି ତା'ର ପଇସା, ତା'ର ପଦ, ତା'ର ପ୍ରତିଷ୍ଠା, ତା'ର ବୈଭବ। ଆପଣ ଦେଖିବେ ଯାହା ପାଖରେ ପଇସା ଅଛି, ପଦ ଅଛି, ପ୍ରତିଷ୍ଠା ଅଛି ତ ତା ଘରକୁ ଦୂର ସମ୍ପର୍କୀୟମାନେ ଖୋଜି ଖୋଜି ଆସି ପହଞ୍ଚି ଯାଆନ୍ତି। ଆଉ ଯଦି ଦୈବାତ୍ କୌଣସି କାରଣରୁ ସେଇ ପଦ ପ୍ରତିଷ୍ଠା ସମ୍ପନ୍ନ ଲୋକ, ଧନଶାଳୀ ଲୋକଟି ଦରିଦ୍ର ହୋଇଗଲା, ତା'ର ଘର ବାଟେ ଲୋକମାନେ ଯାଉଥିବେ, ଆତ୍ମୀୟ ସ୍ୱଜନମାନେ, ଆତ୍ମୀୟମାନେ, ହେଲେ ତା ଘରକୁ ନ ନେଇ ମୁହଁ ଲୁଚାଇ ଚାଲି ଯାଉଥିବେ। ସେଇଥିପାଇଁ ତ କୁହାଯାଏ ଯେ ଦରିଦ୍ରର କେହି ବନ୍ଧୁ ନଥାନ୍ତି ବୋଲି, କେବଳ ଦରିଦ୍ରର ବନ୍ଧୁ ଦୀନବନ୍ଧୁ, ଆଉ କେହି ବନ୍ଧୁ ନଥାନ୍ତି। ଜୀବନରେ ବହୁତ ଭଲ ଜିନିଷ, ଭଲ ଉପଲବ୍ଧି ଛାଡ଼ି ଜୀବନରେ ବହୁତ ଭଲ ଜିନିଷ ଥିବ,
ସବୁ ଦୃଷ୍ଟିକୋଣ ତାର ଭଲ ଥିବ, ଭଲ ଉପଲବ୍ଧି ବି ଥିବ, ମାତ୍ର ଯିଏ କେବଳ ନକାରାତ୍ମକତାକୁ ଓ ଛୋଟ ଛୋଟ ଦୁଃଖକୁ ଜାବୁଡ଼ି ଧରିଥାଏ, ସେ ଲୋକ ମଣିଷ ପାଦବାଚ୍ୟ ନୁହଁ। ସେ ସେଇ ମାଛି ପରି ହୋଇଥାଏ, ଯେଉଁ ମାଛି ଶରୀର ଏତେ ସୁନ୍ଦର ଥାଇ ମଧ୍ୟ ଶରୀରର ଅନ୍ୟ ଜାଗାରେ ବସେ ନାହିଁ। କେଉଁଠି ବସେ କହିଲେ? ଯେଉଁ ଜାଗାରେ ଆପଣଙ୍କର ଘା ହୋଇଥାଏ। ତେଣୁ ସେଇ ମାଛି ପରି ଆପଣ ଘା ପଛ ଉପରେ ବସନ୍ତୁ ନାହିଁ। ଯାହା ଅସୁବିଧା ଅଛି ତାକୁ ଜାବୁଡ଼ି ଧରି ଅନ୍ୟ ସବୁ ସୁବିଧାକୁ ଭୁଲି ଯାଆନ୍ତୁ ନାହିଁ, ସବୁକୁ ଉପଭୋଗ କରନ୍ତୁ। ଯଦି ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ତ ଏକଥା ମନେ ରଖନ୍ତୁ, ପାଦ କେବେ ଖସିଗଲେ ଚଳିବ, ହେଲେ ଏ ପାଟିରୁ କଥା ଯେମିତି ଖସି ନଯାଏ। ପାଟିରୁ କଥା ଖସିଗଲେ ଆପଣ ବହୁତ ଅସୁବିଧାରେ ପଡ଼ିବେ ଏବଂ ବହୁତ ପସ୍ତାଇବେ। କୌଣସି କାର୍ଯ୍ୟକୁ ଅଧାରେ କେବେ ଛାଡ଼ନ୍ତୁ ନାହିଁ। କାମ ଆରମ୍ଭ କରିଛନ୍ତି ତ ଶେଷ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖନ୍ତୁ। ଶେଷ ପର୍ଯ୍ୟନ୍ତ ପ୍ରୟାସ କରୁ କରୁ କିଏ ଜାଣେ ଆପଣଙ୍କର ଅନ୍ତିମ ପ୍ରଚେଷ୍ଟାରେ ଆପଣ ବି ସଫଳ ହୋଇଯାଇପାରନ୍ତି। ସ୍ୱପ୍ନକୁ କେବେ ଅଧା ରହିବାକୁ ଦିଅନ୍ତୁ ନାହିଁ। ଯାହା ବି ସ୍ୱପ୍ନ ଦେଖିଲେ ତାକୁ ପୂରଣ କରିବାକୁ ପ୍ରୟାସ କରନ୍ତୁ, ନହେଲେ ଏହି ସ୍ୱପ୍ନ ଆପଣଙ୍କୁ ଆରଜନ୍ମକୁ ମଧ୍ୟ ଛାଡ଼ିବ ନାହିଁ। ଗୋଟେ ସୁନ୍ଦର କଥା କହୁଛି। ଜଣେ ବ୍ୟକ୍ତି ଥିଲେ, ବହୁତ ବଢ଼ିଆ ଲୋକ, ସମସ୍ତଙ୍କ ପ୍ରିୟ ପାତ୍ର ଥିଲେ। ଜୀବନରେ ଅନେକ ସ୍ୱପ୍ନ ଥିଲା। କିଛି ସ୍ୱପ୍ନ ତାଙ୍କର ପୂରଣ ହେଇଛି, କିଛି ସ୍ୱପ୍ନ ପୂରଣ ହେଇନି। ଏମିତି ଏକ ଅବସ୍ଥାରେ ତାଙ୍କ ପିତା ମାତାଙ୍କର ଦେହାନ୍ତ ହେଲା। ସେ ଘରର ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହି ଯେଉଁ ସ୍ୱପ୍ନ ତାଙ୍କର ଅଧୁରା ଥିଲା, ସେ ସ୍ୱପ୍ନ ସବୁକୁ ପୂରଣ କରିବା ଛାଡ଼ିଦେଲେ। ସେ ସ୍ୱପ୍ନ ସବୁକୁ ଭୁଲିଗଲେ, କିନ୍ତୁ ମନ ଭିତରେ ସେ ଯେଉଁ ସ୍ୱପ୍ନର ଇଚ୍ଛା, ସ୍ୱପ୍ନର କଥା ଆଜି ବି ମନେ ଥାଏ। ହଠାତ୍ କ'ଣ ହେଇଛି, ତାଙ୍କର ମୃତ୍ୟୁ ଘଟିଛି। ଯାଇଛନ୍ତି, ଯେହେତୁ ଭଲ ଲୋକ ଥିଲେ, ତାଙ୍କୁ ଦେବଦୂତମାନେ ଆସି ସ୍ୱର୍ଗଲୋକକୁ ନେଇଯାଇଛନ୍ତି। ବିରାଟ ବଢ଼ିଆ କମରା, ବିରାଟ ବଢ଼ିଆ ଘର, ଅଟ୍ଟାଳିକା, ତା ଭିତରେ ସୁନ୍ଦର ସୁନ୍ଦର ଘରମାନ ଆଙ୍କ ପାଇଁ ଅପେକ୍ଷା କରି ରହିଛି। ସେଠିକାର ସୁନ୍ଦରତା ଦେଖି ଏ ବ୍ୟକ୍ତି ଜଣକ ବହୁତ ପ୍ରସନ୍ନ ହେଲେ। ଶେଷରେ ତାଙ୍କୁ ଗୋଟିଏ ଘର ଭିତରକୁ ନିଆଗଲା ଏବଂ ସେ ଘର ଭିତରେ ଏ ବ୍ୟକ୍ତି ଜଣକ ଦେଖୁଛନ୍ତି ଯେଉଁ ସବୁ ସ୍ୱପ୍ନ ସେ ଦେଖିଥିଲେ, ଅଧା ଛାଡ଼ିଥିଲେ, ସବୁ ସ୍ୱପ୍ନ ପ୍ରତିମୂର୍ତ୍ତି ଭାବେ ଥୁଆଯାଇଛି। ଏକଥା ଦେଖି ସେ ଖୁବ୍ ଆଶ୍ଚର୍ଯ୍ୟ ହେଲେ ଏବଂ ପଚାରିଲେ, ମନେ ମନେ ଭାବିଲେ ଯେ ମୁଁ ଏହିସବୁ ସ୍ୱପ୍ନକୁ ତ ଭାବନା ଭିତରେ ରଖିଥିଲି କି ମୁଁ ପୂରଣ କରିବି ବୋଲି, ମାତ୍ର କୌଣସି କାରଣରୁ ମୋର ଜଞ୍ଜାଳ ଭିତରେ ପଶି ରହି ମୁଁ ଏ ସ୍ୱପ୍ନ ସବୁକୁ ସାକାର କରିପାରିନଥିଲି। ତେବେ ଏମାନଙ୍କ ପ୍ରତିମୂର୍ତ୍ତି ସ୍ୱର୍ଗଲୋକରେ କାହିଁକି? ଜିଜ୍ଞାସାକୁ ସମ୍ଭାଳି ପାରିନାହାନ୍ତି। ପାଖରେ ଥିବା ଦେବଦୂତମାନଙ୍କୁ ପ୍ରଶ୍ନ କରିଛନ୍ତି, ଆଚ୍ଛା, ଏଇ ଯେଉଁ ପ୍ରତିମୂର୍ତ୍ତି ଗୁଡ଼ିକ ଏଠି କ'ଣ ପାଇଁ? ଦେବଦୂତମାନେ ହସିଦେଲେ ଏବଂ କହିଲେ, ଏସବୁ ହେଉଛି ତୁମ ଅଧୁରା ସ୍ୱପ୍ନ। ଅଧୁରା ସ୍ୱପ୍ନକୁ ତୁମେ ସିନା ପୂରଣ କରିପାରିନଥିଲ, ହେଲେ ତୁମେ ମନ ଭିତରୁ ସେ ସ୍ୱପ୍ନକୁ ଭୁଲି ପାରିନଥିଲ। ସେଥିପାଇଁ ସେ ସ୍ୱପ୍ନକୁ ତୁମ ମନ ଭିତରେ ଉଜ୍ଜୀବିତ ରଖିବା ପାଇଁ ଏସବୁ ପ୍ରତିକୃତି ଆକାରରେ ତୁମ ଆଗରେ ଠିଆ ହୋଇଛନ୍ତି। ବ୍ୟକ୍ତି ଜଣକ ଭାରି ଦୁଃଖୀ ଥିଲେ ଯେ ମୁଁ ମୋ ଅଧୁରା ସ୍ୱପ୍ନକୁ ସିନା ଦେଖିଲି, ଏବେ ତ ମୋ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ସମର୍ଥ ନୁହଁ। ତେଣୁ ଦର୍ଶକ ବନ୍ଧୁ, କେବେ ବି ସ୍ୱପ୍ନକୁ ଅଧୁରା ଛାଡ଼ନ୍ତୁ ନାହିଁ। ସ୍ୱପ୍ନ ଦେଖିଛନ୍ତି ତ ପୂରଣ କରନ୍ତୁ। ଜିଦ୍ ରଖନ୍ତୁ, ଯାହା ହେଇଯାଉନା କାହିଁକି, ମୁଁ ମୋ ସ୍ୱପ୍ନକୁ ପୂରଣ କରିବି। ଆଶା କରୁଛି ଦର୍ଶକ ବନ୍ଧୁ, ଆଜିର ଏ କଥା ଗୁଡ଼ିକ ନିଶ୍ଚିତ ଭାବରେ ଆପଣମାନଙ୍କୁ ପ୍ରେରଣାରେ ଭରିଦେବ। ତେଣୁ ଏ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଅନେକ ବାର ଦେଖନ୍ତୁ ଏବଂ ଶୁଣନ୍ତୁ, ବୁଝନ୍ତୁ ଏବଂ ବଦଳନ୍ତୁ। ଆଗାମୀ ଭିଡ଼ିଓରେ ପୁଣି ଦେଖା ହେବା। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।